ଜଙ୍ଗଲରେ ବି ଚଢ଼େଇମାନେ କାର୍ତ୍ତିକ ମାସ ପାଳନ କରୁଥିଲେ। ଅରୁଆ ଭାତକୁ ବାଡ଼ିଆ ଡାଲମା ସବୁ ଚଢ଼େଇମାନେ ଖାଉଥିଲେ ଆଉ ନାମ ସଂକୀର୍ତ୍ତନ କରୁଥିଲେ। ଆଉ ଯିଏ ଯାହା ଚଉରା ଆଗରେ ଝୋଟି କମ୍ପିଟିସନ୍ ବି କରୁଥିଲେ। ଆଉ କିଏ ଡଙ୍ଗା ଦୋକାନ କରୁଥିଲେ, ଆଉ କିଏ ଦୀପ ଦୋକାନ, ଆଉ ଅଧେ ଚଢ଼େଇ ଫୁଲ ଦୋକାନ ତ ଆଉ ଅଧେ ଚଢ଼େଇ ବାଣ ଦୋକାନ କରି ବସିଥିଲେ। ଜଙ୍ଗଲରେ ବହୁ ଧୁମଧାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ। ସବୁ ଦୋକାନୀଙ୍କର ବହୁତ ଭଲ ବେପାର ହୁଏ। ଦିନକର କଥା। ବାପା, ମତେ କିଛି ପଇସା ଦିଅ, ମୋର ପଇସା ଦରକାର। ଦେଲ ମତେ ପଇସା ଦିଅ। ଦେଖିଲ ସୁନ୍ଦରୀ କାଉ, ତମ ପୁଅ କେମିତି ଜିଦି କରୁଛି ପଇସା ପାଇଁ। ଇଏ ତ ଛୋଟ ପିଲା, ଆର ପଇସା କଣ ହବ କହିଲ? ସେତେବେଳଠୁ ଖାଲି କହୁଛି ମତେ ପଇସା ଦିଅ, ମତେ ପଇସା ଦିଅ। ପଇସା ତୋର କଣ ହବ? ଜଗୁ, ତୋର ପଇସା କଣ ହବ ମତେ କହ। ତୁ ପଇସା ନେଇ କଣ କରିବୁ? ତୁ ତ ବହୁତ ଛୋଟ। ତୋର ପଇସା କଣ ଦରକାର ମତେ କହ, ତାପରେ ମତେ ଠିକ ଲାଗିଲେ ଆମେ ତତେ ପଇସା ଦେବୁ। କହ ତୁ କଣ କରିବୁ? ମା, ମୁଁ ପଇସା ନେଇକି ଗୋଟେ ଡଙ୍ଗା ଦୋକାନ କରିବି। ସେଥିରେ ଡଙ୍ଗା, ବାଣ, ଆଉ ଦୀପ, ଆଉ ଫୁଲ ସବୁ ବିକ୍ରି କରିବି। ମତେ ପଇସା ଦିଅ। ତାପରେ କାଳୁ କାଉ ଜଗୁ କାଉକୁ ପଇସା ଦେଲା। ଜଗୁ ସେ ପଇସା ନେଇକି ବଜାରକୁ ଗଲା। ବାଣ, ଫୁଲ ସବୁ ନେଇ ଆସିଲା। ତାପରେ ସେ ଦୋକାନ ଦେଲା। ଜଙ୍ଗଲର ଆରମ୍ଭରେ ଜଗୁ ଦୋକାନ କରିଥାଏ। ଟିକି ଚଢ଼େଇ ସେଇଠି ଆସି ଦୋକାନ କଲା। ଆରେ ଜଗୁ, ତୁ ବି ଏଇଠି ଦୋକାନ କରିଛୁ ମୋ ଦୋକାନ ସାମ୍ନାରେ? ତୁ ଆଉ ଟିକେ ଆଗରେ କରିଲୁନି, ମୋରି ପାଖରେ କରିଲୁ। କାହିଁକି? ଏ ଜାଗା କଣ ତମର? ତମେ କହୁଛ ତମ ଦୋକାନ ଆଗରେ। ତମର ଯଦି ଅସୁବିଧା ହଉଛି ତମେ ଯାଉନ, ଆଉ ଆଗକୁ ପଳାଅ। ମତେ କାହିଁ କହୁଛ? ମତେ କିଛି କୁହନି। ଆରେ ଜଗୁ, ଆରେ ମୁଁ ତତେ କଣ ସେମିତି କହୁଛି? ମୁଁ ତ ତତେ ଭଲରେ କହୁଛି। ଏଇଠି କଲୁ ଦିଟା ଦୋକାନ, ଆଉ ଟିକେ ଆଗକୁ ନେଇଯା ବୋଲି। କାଳୁ କାଉ ଆଉ ସୁନ୍ଦରୀ କାଉ ଦୁହେଁ ଆସି ପହଞ୍ଚିଲେ। ଆଉ ଜଗୁକୁ ପଚାରିଲେ, କ'ଣ ହେଲା ଜଗୁ? ଟିକି ଚଢ଼େଇ ତତେ କ'ଣ କହୁଛି? କହ, ଟିକି ଚଢ଼େଇ ତତେ କ'ଣ କହୁଛି? ମା, ସେ ମତେ କହୁଛନ୍ତି ମୁଁ ଏଠି କାହିଁ ଦୋକାନ କଲି, ଆଉ ଟିକେ ଆଗରେ କାହିଁକି କଲିନି ବୋଲି ମତେ କହୁଛନ୍ତି ତୁ ଆଗକୁ ପଳା। ଟିକି ଚଢ଼େଇ, ତୁ ଏମିତି ମୋ ପୁଅକୁ କହିପାରିବୁନି, ନହେଲେ ତୋ ଅବସ୍ଥା ବହୁତ ଖରାପ ହବ। ତୋର ଯଦି ଅସୁବିଧା ହଉଛି ତୁ ଯା, ସେପଟ ଆଗରେ ଦୋକାନ କରିବୁ। ପଳା, ଯା, ପଳା ଏଠୁ, ଯା ହାରି। ପରେ ଟିକି ଚଢ଼େଇ ମନ ଦୁଃଖରେ ତା ଦୋକାନ ଆଗକୁ ନେଲା ଆଉ ସେଇଠି ଦୋକାନ କରି ବସିଲା। ଟିକି ଚଢ଼େଇର ଝିଅ ଆସି ପହଞ୍ଚିଲା। ଆରେ ମା, ଆମ ଦୋକାନ ତ ଭିତରେ ଥିଲା, ତମେ କ'ଣ ଏଠିକି ନେଇ ଆସିଲ? ତାପରେ ଟିକି ଚଢ଼େଇ କାଉମାନଙ୍କର ସବୁ କଥା ତା ଝିଅକୁ କହିଲା। ଦେଖିଲୁ ତ ଜଗୁ, ଟିକି ଚଢ଼େଇକି କେମିତି ଆମେ ଡରେଇକି ତା ଦୋକାନକୁ ସେ ଆଗକୁ ନେଇଗଲୁ। ଏଥର ଏହା ଭିତରେ ସବୁ ଆମର ଭଲ ବେପାର ହବ। କେତେ ଭଲ ହବ ନା? ହଁ ମା, ହଁ ହଁ, ତମେ ଠିକ କଥା କହିଛ। ଆରେ ଜଗୁ, ଟିକି ଚଢ଼େଇର ଦୋକାନ ତ ଏଇଠି ଥାଏ, ତା ଦୋକାନ ତ କାଇଁ ଦେଖା ଯାଉନି? ତୁ ଏଠି ଦୋକାନ କରିଛୁ? ଓହୋ, ଭଲ କରିଛୁ, ଭଲ। ଟିକି ଚଢ଼େଇ ଦୋକାନ କରିନାହାନ୍ତି। ତମର ଯାହା ନବାର ଅଛି ମୋ ଠାରୁ ନଉନ। ସବୁ ଅଛି, ବାଣ, ଦୀପ, ଫୁଲ, ସବୁ ଡଙ୍ଗା ସବୁ ରଖିଛି। ମୋ ଠାରୁ ନିଅ। ନା ନା, ମୁଁ ଟିକି ଚଢ଼େଇ ଠାରୁ ହିଁ ନେଇଥାନ୍ତି। ହଉ, ମୁଁ ତା ଘରୁ ଯାଇ ନେଇ ଆସିବି। ହଉ, ମୁଁ ଯାଉଛି। ଶୁଆ ବାଟରେ ଯାଉ ଯାଉ ଦେଖିଲା ଜଙ୍ଗଲ ଠାରୁ କିଛି ଦୂରରେ ଟିକି ଚଢ଼େଇର ଦୋକାନ ଅଛି। ଆରେ ଟିକି ଚଢ଼େଇ, ତୁ ଏଇଠି ଦୋକାନ କରିଛୁ? ହେଲେ ଜଗୁ ମତେ କହୁଛି ତୁ ଦୋକାନ କରିନୁ। ମୁଁ ତ ଘରକୁ ଯାଉଥିଲି ଡଙ୍ଗା ଆଣିବା ପାଇଁ। ହଁ ଶୁଆ ଭଉଣୀ, ତମେ ଠିକ କଥା କହିଲ। ଜଗୁ ହିଁ ମତେ ଏଠିକି ପଠେଇ ଦେଇଛି। ଜଗୁ ଆଉ ତାର ମା ସୁନ୍ଦରୀ କାଉ ଆଉ କାଳୁ କାଉ ମୋ ସହିତ ଝଗଡ଼ା କରି ମତେ ଏଠିକି ପଠେଇ ଦେଇଛନ୍ତି। ଆଉ ମୁଁ କ'ଣ କରିପାରିବି? ତମେ ଜମା ବି ବ୍ୟସ୍ତ ହୁଅନି ଟିକି ଚଢ଼େଇ। ଭଗବାନ ଉପରେ ଥାଇ ସବୁ ଦେଖୁଛନ୍ତି। ସେ ତମର ଅମଙ୍ଗଳ କେବେ ବି ଚିନ୍ତା କରିବେନି। ଦେଖିବ, ତମର ବି ଏଠି ବହୁତ ଭଲ ବେପାର ହବ।
କିଛି ସମୟ ପରେ ଆର ଜଙ୍ଗଲରୁ କିଛି ଚଢ଼େଇମାନେ ଆସି ଜଙ୍ଗଲ ମଝିରେ ବାଣ ଫୁଟେଇଲେ। ଆଉ ସେଇ ସମୟରେ 2ଟା ରକେଟ୍ ବାଣ ଯାଇ ଜଗୁ ଦୋକାନରେ ଲାଗିଗଲା। ଆଉ ଜଗୁ ଦୋକାନରେ ହଠାତ୍ ବାଣ ଫୁଟି ସବୁ ନିଆଁରେ ଜଳିଗଲା। ଜଗୁ ସେତେବେଳକୁ ଦୋକାନ ବାହାରକୁ ଆସିଥିଲା ହାରି। ତାପରେ ତା ଦୋକାନର ସବୁ ବାଣ, ଡଙ୍ଗା ଆଉ ଦୀପ ସବୁ ଜଳିଗଲା। ସୁନ୍ଦରୀ କାଉ ଆଉ କାଳୁ କାଉ ସେଇଠି ଆସି ପହଞ୍ଚିଲେ। ଆଉ ଦୋକାନକୁ ଦେଖି ତାଙ୍କୁ ବହୁତ କାନ୍ଦ ଲାଗିଲା। କାଳୁ କାଉ, ସୁନ୍ଦରୀ କାଉ ବହୁତ ରାଗିଗଲେ ଆଉ କାନ୍ଦିଲେ, ବହୁତ ସାରା କାନ୍ଦିଲେ। ଟିକି ଚଢ଼େଇର ଦୋକାନରେ ବହୁତ ଭିଡ଼ ଲାଗିଲା। ସମସ୍ତେ ଟିକି ଚଢ଼େଇଠାରୁ ଡଙ୍ଗା, ଫୁଲ, ଦୀପ, ବାଣ ସବୁ ନେଲେ। ତା ପରଦିନ ସକାଳୁ ସକାଳୁ ସବୁ ଚଢ଼େଇମାନେ ଡଙ୍ଗା ଧରି ଯାଇ ପହଞ୍ଚିଲେ ନଦୀ କୂଳରେ। ଆଉ ସେଇଠି ପହଞ୍ଚି ଡଙ୍ଗାରେ ଦୀପ ଦେଇ ପୁରା ଡଙ୍ଗାକୁ ସଜେଇ ଦେଲେ। ସଜେଇ ସମସ୍ତେ ଏକା ସହିତ ନଦୀ କୂଳରେ ବସି ଡଙ୍ଗା ଛାଡ଼ିଲେ ଆଉ କହିଲେ, ଆକା ମା ବଇ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧର୍ମ ମୋର। ଆକା ମା ବଇ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧର୍ମ ମୋର। ଆକା ମା ବଇ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧର୍ମ ମୋର। ଆକା ମା ବଇ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧର୍ମ ମୋର। ଆକା ମା ବଇ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧର୍ମ ମୋର। ଡଙ୍ଗା ଛଡ଼ା ପରେ ଗୋଟେ ନୂଆ ସକାଳ ଆସିଲା। ଟିକି ଚଢ଼େଇ ଘର ସେଇ ପାଖରେ ଥାଏ। ତା ବଗିଚାରେ ଗୋଟେ ସୁନ୍ଦର ପିଜୁଳି ଗଛ ଥିଲା। ସେଇ ପିଜୁଳି ଗଛରେ ପୁରା ଭର୍ତ୍ତି ଥାଏ ପିଜୁଳି। ଟିକି ଚଢ଼େଇ ସବୁଦିନ ସେଇ ଗଛରୁ ପିଜୁଳି ପାରି ପାଖ ବଜାରକୁ ନେଇକି ଯାଏ। ସବୁଦିନ ଟିକି ଚଢ଼େଇ ତା ବଗିଚାରୁ ପିଜୁଳି ଆଣି ବଜାରକୁ ନେଇକି ଯାଏ। ସେଠି ପିଜୁଳି ସବୁ ବିକି ସନ୍ଧ୍ୟା ହେବା ପୂର୍ବରୁ ଟିକି ଚଢ଼େଇ ଫେରିଆସେ। ଏମିତି କରି ଟିକି ଚଢ଼େଇ ତା ପରିବାରକୁ ପ୍ରତିପୋଷଣ କରୁଥାଏ। ପ୍ରତ୍ୟେକ ଦିନ ଟିକି ଚଢ଼େଇ ପିଜୁଳି ବଜାରକୁ ନେଇକି ଯାଏ, ତାକୁ ବିକ୍ରି କରି ତା ପରିବାରକୁ ଚଳାଏ। ଦିନକର କଥା, କାଳୁ କାଉ ଆଉ ସୁନ୍ଦରୀ କାଉର ତ ଟିକି ଚଢ଼େଇ ଉପରେ ବହୁତ ରାଗ। ସେ 2 ଜଣ ଟିକି ଚଢ଼େଇକୁ ନେଇ ଗୋଟେ ଉପାୟ ପାଞ୍ଚିଲେ। ଦେଖୁଛ ସୁନ୍ଦରୀ କାଉ, ଟିକି ଚଢ଼େଇ କେମିତି ପିଜୁଳିକୁ ନେଇ ବିକ୍ରି କରି ତା ପରିବାର ଚଳାଉଛି। ହଁ ହଁ, ଠିକ୍ କଥା। ଆମେ ଗୋଟେ ଉପାୟ କରିବା। ଗୋଟେ ଔଷଧ ଆଣି ଟିକି ଚଢ଼େଇର ପିଜୁଳି ଗଛରେ ପକେଇଦବା। ଆଉ ପିଜୁଳି ଫଳିବନି। ଟିକି ଚଢ଼େଇ କେମିତି ଚଳିବ? ଚାଲ ଚାଲ, ଆମ କାମ ତ ସରିଗଲା, ଆମେ ଏବେ ପଳେଇବା। ତା ପରଦିନ ସକାଳେ ଯେତେବେଳେ ଟିକି ଚଢ଼େଇ ଆସିବ, ପିଜୁଳି ଗଛରେ କିଛି ବି ନଥିବ। ଚାଲ ଚାଲ। ବୁଝିଲୁ ଟିକି ଚଢ଼େଇ, ତୋ ଗଛର ପିଜୁଳି ସତରେ ଭାରି ସୁଆଦିଆ। ମତେ ଭାରି ଭଲ ଲାଗେ। ହଁ ଶୁଆ ଭଉଣୀ, ସତରେ। ତମେ ଆଉ 2ଟା ନିଅ, କାରଣ ତମକୁ ପିଜୁଳି ଭଲ ଲାଗେ ନା। ତମେ ଆଉ 2ଟା ନିଅ। ତା ପରଦିନ ସନ୍ଧ୍ୟା ଆସିବାକୁ ଅଳ୍ପ ସମୟ ଥାଏ। ଟିକି ଚଢ଼େଇ ପିଜୁଳିକି ସବୁ ହାଟରେ ଦେଇ ଘରକୁ ଫେରୁଥାଏ। ତା ପରଦିନ ରାତି ହେଲା। ଟିକି ଚଢ଼େଇ ଆରାମସେ ଶୋଇଲା। ସକାଳ ହେବା ମାତ୍ରେ ଟିକି ଚଢ଼େଇ ଉଠି ପଡ଼ିଲା। ଆଉ ସକାଳୁ ସକାଳୁ ଉଠି ସେ ତା ବଗିଚାକୁ ଗଲା। ଆରେ ଇଏ କଣ, ଆଜି କଣ ପିଜୁଳି ଗଛରେ ଗୋଟେ ବି ପିଜୁଳି ଫୁଲ ନାହିଁ କି କଷି ନାହିଁ। ହେ ଭଗବାନ, ମୁଁ ଏବେ କେମିତି ଚଳିବି? ମୋ ପରିବାର କେମିତି ଚଳିବ? ହେ ଭଗବାନ, ମୁଁ କଣ କରିବି? ସେଇ ବାଟ ଦେଇ ଗୋଟେ ସୁନ୍ଦର ପରୀ ଯାଉଥିଲେ। ଟିକି ଚଢ଼େଇର କାନ୍ଦିବା ଶବ୍ଦ ଶୁଣି ସେ ରହିଗଲେ। ଆଉ ଉଡ଼ି ଉଡ଼ି ଆସି ଟିକି ଚଢ଼େଇ ପାଖକୁ ଗଲେ। ତା ବଗିଚାରେ ଯାଇ ପହଞ୍ଚିଲେ ଆଉ ପଚାରିଲେ, ଆରେ କୁନି ଚଢ଼େଇ, ତୋର କଣ ହେଇଛି? ତୁ କାନ୍ଦୁଛୁ କାହିଁକି? ମତେ କହ, ତୋର କଣ ହେଇଛି?
କ'ଣ କହିବି ପରି, ଦେଖ ମୋ ପିଜୁଳି ଗଛକୁ କିଏ କ'ଣ କରିଦେଇଛି। ତା ଦେହରେ ଗୋଟେ ବି ପିଜୁଳି କଷି ନାହିଁ କି ପିଜୁଳି ବି ନାହିଁ। ମୁଁ ଏବେ କେମିତି ଚଳିବି ତମେ ହିଁ କୁହ। ଓହୋ ଆଚ୍ଛା, ତୁ ଏଥିପାଇଁ କାନ୍ଦୁଛୁ କି? ଜମାରୁ ବି କାନ୍ଦନି। ମୁଁ ତୋ ଗଛକୁ ଯାଦୁଇ ଶକ୍ତି ଦଉଛି। ଦେଖିବୁ ତୋ ଗଛରେ ପ୍ରତ୍ୟେକ ଦିନ ସୁନ୍ଦର ସୁନ୍ଦର ପିଜୁଳି ଫଳିବ। ଆଉ ଯୋଉ ଦୁଷ୍ଟ ପକ୍ଷୀ ତୋ ଗଛକୁ ଆସିବ ପିଜୁଳି ଚୋରି କରିବା ପାଇଁ, ସିଏ ନିଆଁରେ ଜଳିଯିବ। ତୁ ଆଦୌ ବ୍ୟସ୍ତ ହନା। ପରି ତା ଯାଦୁଇ ଶକ୍ତିରେ ପିଜୁଳି ଗଛକୁ ପୁରା ଶକ୍ତିମାନ କରିଦେଲା। ଆଉ ଗଛରେ ସୁନ୍ଦର ସୁନ୍ଦର ପିଜୁଳି ଫଳିଲା। ଆକୁ ଦେଖି ଚଢ଼େଇର ମନ ବହୁତ ଖୁସି ହେଇଗଲା। ଆଉ ଚଢ଼େଇ ପରୀକୁ ବହୁତ ଧନ୍ୟବାଦ ଦେଲା। ତମକୁ ବହୁତ ବହୁତ ଧନ୍ୟବାଦ ପରି, ମତେ ଏତେ ସାହାଯ୍ୟ କରିଥିବାରୁ। ହଇଓ କାଳୁ କାଉ, ତମେ କି ଔଷଧ ପକେଇଥିଲ ବା? ଟିକି ଚଢ଼େଇର ଗଛରେ ତ କାହିଁ କିଛି ବି ହେଲାନି, ଓଲଟା ସୁନ୍ଦର ସୁନ୍ଦର ଫଳ ଫଳିଛି। ତମେ ବୋଧେ ଭୁଲ ଔଷଧ ମାରି ଦେଇଥିଲ। ଚାଲ ତ ଦେଖିବା ଗଛ ପାଖକୁ। ଆରେ ବା, ସୁନ୍ଦର ସୁନ୍ଦର ପିଜୁଳି ହେଇଛି ତ, ଚାଲ ଆମେ ଟିକେ ଖାଇବା। ଏତିକି କହିକି କାଳୁ କାଉ ସୁନ୍ଦରୀ କାଉ ଯେତେବେଳେ ପିଜୁଳି ପାଇଁ ଗଲେ, ତାଙ୍କ ଦେହରେ ନିଆଁ ଲାଗିଗଲା। ଆଉ ସେ ସେଠି ଜଳି ପୋଡ଼ି ମରିଗଲେ।